এটা হলো ব্যাটারি, এটা হলো বিদ্যুৎ পরিপথ ହେଲା। আমি এই ଯୋଉ ବ୍ୟାଟେରୀର ଉଭୟ ମୁଣ୍ଡକୁ ଯୁକ୍ତ ଅଗ୍ର ବିଦ୍ୟୁତ ଯୋଡ଼ିଛନ୍ତି, ଯୋଡ଼ିକି ଗୋଟେ ଆମେ ଏଲଇଡି ବଲ ଲଗେଇଛନ୍ତି, ଏଇଟା ବିଦ୍ୟୁତ ପରିପଥ ହେଇଗଲା। ବର୍ତ୍ତମାନ ପିଲାମାନେ ଏଇଟା କ'ଣ କୁହନ୍ତି? କମ୍ପାସ। କମ୍ପାସରେ କ'ଣ ହୁଏ? ଉତ୍ତର ଦକ୍ଷିଣ ହୁଏ ବା ଚୁମ୍ବକୀୟ ଗୁଣ ଅଛି। ବର୍ତ୍ତମାନ ମୁଁ ଏଇ ପରିପଥ ଭିତରେ ନେଲି। ବର୍ତ୍ତମାନ ଦେଖ କମ୍ପାସଟା କ'ଣ ହେଲା? ବୁଲିଲା। କାହିଁକି ବୁଲିଲା? ଏଠି ଚୁମ୍ବକୀୟ ଗୁଣ ଅଛି। ଏ ପରିପଥରେ ଆମର କ'ଣ ହେଲା? এই দেখো ପରିପଥରେ କ'ଣ ହେଲା? ପରିବର୍ତ୍ତନ ହେଲା। ତାହେଲେ এই ପରିପଥରେ ଆମର କ'ଣ ହେଉଛି? ବିଦ୍ୟୁତ ସହିତ ପ୍ରବାହିତ ହେବା ଦ୍ୱାରା କି କ୍ଷେତ୍ର ସୃଷ୍ଟି ହେଉଛି? ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେଉଥିବାରୁ ଆମର ଏ ଆର ଚୁମ୍ବକ ଗୁଣ ଅଛି। ଚୁମ୍ବକର ଚୁମ୍ବକ ପରସ୍ପର ପାଖାପାଖି ହେଲେ କ'ଣ ହବ? ବିକ୍ଷେପିତ ହବ। ବିକ୍ଷେପିତ କାହିଁକି ହେଲା? ନା ଆମ ଯେଉଁ ପରିପଥରେ ଯେଉଁ ଚୁମ୍ବକ କ୍ଷେତ୍ର ସୃଷ୍ଟି ହେଲା ସେଥିରେ ଅଛି ଉତ୍ତର ଦିଗ ଆଉ ଦକ୍ଷିଣ ଦିଗ। ଏଥିରେ ବି ଚୁମ୍ବକ ସୃଷ୍ଟି ହେଲା ଉତ୍ତର ଦକ୍ଷିଣ। ଉତ୍ତର ଯେତେବେଳେ ପରସ୍ପରକୁ ଅଭିକର୍ଷଣ କରିବ ତେଣୁ ହଲିବ କଣ୍ଟାଟା। ସେ ଉତ୍ତର ଓ ଦକ୍ଷିଣ ଯଦି ଆର ପରିପଥର ଉତ୍ତର ଦିଗ ଆର ଉତ୍ତର ଦିଗ ଦକ୍ଷିଣ ଦିଗ ପରସ୍ପରକୁ ଆକର୍ଷଣ କରିବ କ'ଣ ହବ? ଆକର୍ଷଣ ହେବ। ତେଣୁ ଆକର୍ଷଣ ହେଲେ ବି ହଲିବ। ତେଣୁ ଏହିପରି ଭାବରେ ଆମେ ଜାଣିଲେ ଯେ ପରିପଥରେ କ'ଣ ହେଲା? ବିଦ୍ୟୁତ ସହିତ ନିଶ୍ଚିତ ପ୍ରଭାବିତ ହେଉଛି। ବିଦ୍ୟୁତ ସହିତ ପ୍ରଭାବିତ ହେବା ଦ୍ୱାରା ପରିପଥରେ କ'ଣ ହେଉଛି? ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେଲା। ଏ ପରୀକ୍ଷାରେ ସବୁ ଜାଣିଗଲ ତ? ଆଉ